ଲାର୍ଜର କଣ ଇମ୍ପାକ୍ଟ ହବ? ମାନେ ଏଇଟା ତ ଦିଲ୍ଲୀରେ ସିଂହପଦ ନୁହେଁ, ହୁଁ ଲାର୍ଜର ଇମ୍ପାକ୍ଟ। ମାନେ ମୋଦିର ପାୱାର ବଢିବ। ମୋଦି ମୋଦିର ଯୋଉ ସେମାନେ ଚାହୁଁଛନ୍ତି ତାଙ୍କର ୱାନ୍ ଅବଜେକ୍ଟିଭ ଗୋଟେ କଣ ବଡ ଅବଜେକ୍ଟିଭ ହୁଁ ଟୋଟାଲ ଡମିନାନ୍ସ। ସେ ହଁ ଡମିନାନ୍ସ ଦିଗରେ ୱାନ୍ ଷ୍ଟେପ୍ ଫରୱାର୍ଡ। ହୁଁ ମୋଦିର କଥା ନୁହଁ, ଇଟ୍ ଇଜ କ୍ୱେଶ୍ଚନ ଅଫ ମୋଦି। ବର୍ତ୍ତମାନ ତମେ ମାର୍କ କରିଛ ଯୋଉ ଗତ ଲୋକସଭା ନିର୍ବାଚନ ପରେ ହୁଁ ବିଜେପି ଯୋଉ ଷ୍ଟ୍ରାଟେଜି ନଉଛି ଗତ ହୁଁ ଲୋକସଭା ନିର୍ବାଚନ ପରେ, ହଁ ସେଠି ମୋଦିଟାକୁ ଫ୍ରଣ୍ଟରେ ରଖୁନାହାନ୍ତି ସେମାନେ। ଏଇଟା ହୁଁ ସଂଗଠନଟା ଫ୍ରଣ୍ଟରେ ରହୁଛି, ଅର୍ଗାନାଇଜେସନ ଆରଏସଏସ ହୁଁ ଏମାନେ ଫ୍ରଣ୍ଟ ହୁଁ ପ୍ରଚାର ହୁଁ କରିପାରନ୍ତି, କିନ୍ତୁ ସେଟା ଆଚ୍ଛା ଅର୍ଗାନାଇଜେସନ ଆଉ ତାଙ୍କର ଏଣ୍ଟାୟାର ପର୍ପସ ହଉଛି ଟୋଟାଲ ଡମିନାନ୍ସ। ହଁ ଆଉ ଟୋଟାଲ ଡମିନାନ୍ସରେ ଗୋଟେ ଗୋଟେ ହଉଛି ହଁ ଏବଂ ତାଙ୍କର ସମାଦର ବିଜେପି ଟା ଉପରେ ତାଙ୍କର ବଡ ଏଇ ବିଷୟରେ ଆମ ଆଦମୀ ପଟେ ତାଙ୍କର ଗୋଟେ ଥିଲା କ୍ରୋଧର କାରଣ ହଉଛି ଦି ୱେ। ପ୍ରଥମେ ଯଦି ଆମ ଆଦମୀ ପାର୍ଟି ଯଦି ସୃଷ୍ଟି ହେଇଥାଏ, ହୁଁ ସେ ତ ଆପଣ ସମୟ ଜାଣିଛନ୍ତି ଯେ ଆଙ୍କ ଆନ୍ଦୋଳନ କେଜରିୱାଲଙ୍କ ଆଣ୍ଟି ଆନ୍ଦୋଳନ କଂଗ୍ରେସ ହଁ ଏବଂ ମୁଭମେଣ୍ଟ ରୁ ଆରମ୍ଭ ସେତେବେଳେ ତାକୁ ଗଢିବାରେ ହୁଁ ଆରଏସଏସ ର ଗୋଟେ ଭୂମିକା ଅଛି। ଆପଣ ସେ ହୁଁ ଆନ୍ଦୋଳନ ଗଢିବାରେ ଏଇଟା ଯେକୌଣସି ଲୋକ କହିବ। ହୁଁ ତେଣୁ ତା ସତ୍ତ୍ୱେ ଯେତେବେଳେ ସେ ପ୍ରଥମେ କାମ ମଧ୍ୟ କଲେ ହଁ କଂଗ୍ରେସକୁ ଖତମ କରିବା, କଂଗ୍ରେସକୁ ଗୋଟେ ଭ୍ରଷ୍ଟାଚାରୀ ଦଳରେ ପରିଣତ କରିବାରେ, ହୁଁ ଜନମତ ସୃଷ୍ଟି କରିବାରେ ସେମାନଙ୍କର ଗୋଟେ ଭୂମିକା ରହିଲା। କଂଗ୍ରେସକୁ ହଟେଇଲେ ଦିଲ୍ଲୀରୁ 15 ବର୍ଷ ଶାସନକୁ। କିନ୍ତୁ ସେଠିବେଳେ ଯାଇକି ସେମାନେ ଏକ୍ସପାଣ୍ଡ କରିକି ଗୁଜୁରାଟରେ ପହଞ୍ଚିଗଲେ ଗଲା ନିର୍ବାଚନରେ, ହୁଁ ଏବଂ ଗୁଜୁରାଟରେ 14% ଭୋଟ ନେଇଗଲେ। ସେଇଠି ସମାଜ ବିଜେପି ଡିସାଇଡ କଲେ ଏନଫ୍ ଇଜ ଏନଫ୍, ଆଙ୍କୁ ବନ୍ଦ କରିବାକୁ ପଡିବ। ଆଙ୍କୁ ବନ୍ଦ କରିବା ପାଇଁ ତାଙ୍କର ତ ଏତେ କଥା ହେଲା, ତାଙ୍କ ବିରୁଦ୍ଧରେ କେସ୍ ହେଲା, ତାଙ୍କ ବିରୁଦ୍ଧରେ ମଦ ଦୁର୍ନୀତି ନେଇକି ମାମଲା ହେଲା, ସବୁ କଥା ଚାଲିଲା କ୍ୟାମ୍ପେନ୍। ଏବଂ ସବୁ ହୁଁ ପ୍ରକାର ତା ଦେହରେ ସବୁ କ୍ଷମତା ଦିଲ୍ଲୀ ସରକାରଠୁ ମଧ୍ୟ ନେଇଗଲା ଭଳିଆ ନେଇଗଲେ। ଏଲଜି କି ସବୁ ପାୱାର ହେଇଗଲା, ହଁ ଅଭିଷେକ କିଛି ନା ସେ ତାଙ୍କର ହୁଁ ସରିଗଲା। କିନ୍ତୁ ବର୍ତ୍ତମାନ ହଁ ତାଙ୍କର ସେ ଲକ୍ଷ୍ୟଟା ଗୋଟା ଦୃଷ୍ଟି ସାଇଛି, କାରଣ ସେ ପାର୍ଟିଟି ଯିଏ ଯାହା କହୁନା କାହିଁକି ଇଏ ଅରବିନ୍ଦ କେଜରିୱାଲ ସେଣ୍ଟ୍ରିକ ପଲିଟିକାଲ ପାର୍ଟି। ହୁଁ ସେ ନିଜେ ହାରିଗଲେ, ତାପରେ ସେ କେମିତି ରିଭାଇଭ୍ କରି, ମୁଁ କୋଉଠି ବଡ ଧରଣ ହାରି ନାହାନ୍ତି ସେମାନେ। ଯିଏ କହୁଛି ବଡ ଧରଣ ହାରିଛନ୍ତି, ମୁଁ କହୁଛି ନାହିଁ, ଏଇଟା ହୁଁ 2% ଭୋଟର ତଫାତ ତାଙ୍କ ହୁଁ ଭିତରେ ଆଉ ବିଜେପି ଭିତରେ। ହଁ କିନ୍ତୁ ଅରବିନ୍ଦ କେଜରିୱାଲ ନିଜେ ହାରିଯିବାଟା ନିଶ୍ଚିତ ଭାବରେ ଗୋଟେ ସେଟବ୍ୟାକ୍ ତାଙ୍କୁ ହଉଛି। ହଁ ଏବଂ ଦ୍ୱିତୀୟ କଥା ହଉଛି କିନ୍ତୁ ଆର ଲାର୍ଜର ଇମ୍ପାକ୍ଟ ହଉଛି ଇଣ୍ଡିଆ ଆଲାଏନ୍ସ ଉପରେ। ହଁ ଦେଖନ୍ତୁ ଇଣ୍ଡିଆ ଆଲାଏନ୍ସ ପାର୍ଟି ମାନେ କଣ କଲେ, ଆପଣ ମାର୍କ କରିଥିବେ ମହାରାଷ୍ଟ୍ର ଇଲେକ୍ସନ ପରେ ପୁରାପୁରି ମାନେ ଆଲାଏନ୍ସ ଟା ବିଗିଡି ଯାଇକି ପରସ୍ପର ବିରୁଦ୍ଧରେ ଚାଲିଥିଲା। ହଁ ଏବଂ ଶେଷରେ କଂଗ୍ରେସ ଲଢିଲା। କଂଗ୍ରେସ ସାଙ୍ଗରେ ତ ସେମାନେ କରିବେନି, କାରଣ କଂଗ୍ରେସ ଗୋଟେ କିଛି ଆସିଥିଲେ, କଂଗ୍ରେସ ସାଥିରେ କଲେନି। ଯାହା ହଉ, ଏଠି କଥା ହଉଛି ଇଣ୍ଡିଆ ଆଲାଏନ୍ସ ର ଅନ୍ୟ ପାର୍ଟନର ମାନେ ଏ ହୁଁ ଜଣଙ୍କର ଆମ୍ ଆଦମୀ ପାର୍ଟି କଂଗ୍ରେସ ଲଢେଇ ହଉଛି, କିନ୍ତୁ ଅନ୍ୟ ପାର୍ଟି ମାନେ ଯେମିତି ମମତା ବାନାର୍ଜୀଙ୍କର କୁହନ୍ତୁ ବା ଅଖିଳେଶ ଯାଦବ କୁହନ୍ତୁ, ଇଭିନ୍ ଉଦ୍ଧବ ଠାକରେ, ସମସ୍ତେ ସେମାନେ କହିଲେ ଯେ ଆମର ସମର୍ଥନ ଆ ପ୍ରତି। ହଁ ତାମାନେ ଆମେ କୌଣସି ପ୍ରକାରେ କଂଗ୍ରେସ ଟାକୁ ଗ୍ରହଣ କରିପାରୁନୁ ବା ଏମିତି ଗୁଡା ଇମ୍ପ୍ରେସ ଦେଲେ। କିନ୍ତୁ ମୁଁ ଭାବୁଛି ଏଇ ଇଲେକ୍ସନ ଡିଫିଟ୍ ପରେ ହଁ ସବୁ ଦଳ ଦିଟା ଜିନିଷ ଅଛି, ଆଇଦର ଇଣ୍ଡିଆ ଆଲାଏନ୍ସ ରହିବ ନାହିଁ କିମ୍ବା ଇଣ୍ଡିଆ ଆଲାଏନ୍ସ ରିଭାଇଭ କରିବ। ଯେ ହୁଁ ସମସ୍ତେ ବୁଝିଗଲେଣି ଯେ ହୁଁ ଏଇଭଳି ଭାବରେ ୟୁନାଇଟେଡ ଫାଇଟ୍ ନ କଲେ ହୁଁ one after the other everybody will be finished। ହୁଁ ସେଇଟା ତାଙ୍କୁ ପୁଣି ଦେଇପାରେ, ମୁଁ ଭାବୁଛି ତାଙ୍କ ଭିତରେ ହବ। କାରଣ କଂଗ୍ରେସ ଯେତେ ଯାହା ଚେଷ୍ଟା କଲେ, ଧରନ୍ତୁ ଉତ୍ତରପ୍ରଦେଶରେ କାଲି ବିହାର ଇଲେକ୍ସନ ହବ, ହ୍ୱାଟ ୱିଲ୍ ହ୍ୟାପେନ୍ ଇନ୍ ବିହାର? କ୍ୟାନ୍ ହୁଁ ତେଜସ୍वी ଯାଦବ fight the ହୁଁ election against BJP and Nitish Kumar ହୁଁ alone without Congress party? ହୁଁ କଂଗ୍ରେସର ବଡ ଷ୍ଟ୍ରେଙ୍ଗ ନଥାଏ, କିନ୍ତୁ ଲଢିବା ପାଇଁ ଏମାନେ ଯୋଉ ଦିଲ୍ଲୀରେ କଣ ହେଲା, ଦିଲ୍ଲୀରେ କଂଗ୍ରେସ ବହୁତ ବଡ ଡ୍ୟାମେଜ କଲା ଆପର ହୁଁ ଇଏ କେଜରିୱାଲଙ୍କର ଇମେଜ ଉପରେ ଯୋଉ ଆଟାକ ହଉଥିଲା, ହଁ ଯାହା ଉପରେ ସେ ଦଳଟା ନିର୍ଭର କରିଥିଲା, ସେଥିରେ କିଛି ସାହାଯ୍ୟ କରିଦେଲା କଂଗ୍ରେସ ପାର୍ଟି। ହୁଁ କଂଗ୍ରେସର ଏଣ୍ଟାୟାର କ୍ୟାମ୍ପେନ୍ ହେଲା କେଜରିୱାଲଙ୍କ, ତାଙ୍କ ନେତାମାନେ ଦେଖିଥିବ କେଜରିୱାଲଙ୍କ ଇମେଜ ଟା ଗୋଟେ ଡାଉନ କରିବା। ହୁଁ ତ ଏଇଟା ଅଲ୍ଟିମେଟ, କିନ୍ତୁ ତାଙ୍କର ଆଟାକ କୁଆଡେ ହବା ଉଚିତ? ତାଙ୍କର ଆଟାକ ସୁଡ୍ ବି ଏଗେନ୍ଷ୍ଟ ବିଜେପି। ବିଜେପି
ହୁଁ ସେଇ ଯୋଉ କନସେନ୍ଟ୍ରେସନ ଟା ରଖିପାରୁ ନାହାନ୍ତି ସେ କନସେନ୍ଟ୍ରେସନ ସବୁ ଦଳ ରଖିଲେ ହିଁ କମ ହ୍ୱାଟ ପାଇଁ ନିଜ ନିଜ ଭିତରେ ସେ ମିଶିକି ଗୋଟାଏ ଦଳ ହେଇଯିବେନି କିନ୍ତୁ ତାଙ୍କର ହୁଁ ଟାର୍ଗେଟ ଟା ନମ୍ବର ୱାନ ଟାର୍ଗେଟ ମଷ୍ଟ ବିଜେପି। ହୁଁ ହୁଁ ତେଣୁ ହୁଁ ସେଇଟା ଯଦି ସବୁ ନିର୍ବାଚନ ପ୍ରମାଣ କରୁଛି ବାରମ୍ବାର ଏଇଟା ହୁଁ ହରିୟାଣାରେ ଇଏ ହାରିଗଲେ ହରିୟାଣାରେ ତମେ ହାରିଲେ ଠିକ ଅଛି କାହାକୁ ଦେଲନି ତମେ ଆମ୍ ଆଦମୀ ପାର୍ଟି କି ତମେ ଦେଲା କିଟା ସିଟ୍ ଦେଇଥାନ୍ତ କଣ କରିଥାନ୍ତ ଇଏ ମଧ୍ୟ ଏଠି କଥା ଭାବିଲେ ଆମେ ନିଜେ ଜିତିବୁ। ଆପଣ ହୁଁ ଜାଣିଛନ୍ତି 12ଟା ସିଟ୍ ସେମାନେ ହାରିଛନ୍ତି ଆମ୍ ଆଦମୀ ପାର୍ଟି ଯୋଉଠି ହୁଁ କଂଗ୍ରେସ କାର୍ଡମାନେ ଯଥେଷ୍ଟ ଭଲ ଭୋଟ ପାଇଛନ୍ତି ହଁ ଡିଫିଟ୍ ମାର୍ଜିନ ଯେତିକି ହାରିଛନ୍ତି ତାର ଯଥେଷ୍ଟ ଅଧିକା ଭୋଟ କଂଗ୍ରେସ କ୍ୟାଣ୍ଡିଡେଟ୍ ପାଇଛି। ହୁଁ ତ ଦିସ୍ ଥିଙ୍ଗସ୍ ଆର୍ ଦେୟାର ହୁଁ କିନ୍ତୁ ଏଇଟା ସମସ୍ତେ ରିଅଲାଇଜ କରିବେ ଯଦି ତାହେଲେ ପୁଣି ରିଭାଇଭ କରିବ ଇଣ୍ଡିଆ ଆଲାଏନ୍ସ ହୁଁ ନହେଲେ ପୁଣି ଲଢିବେ ଅଲଗା ଅଲଗା କିନ୍ତୁ ଲଢି ପାରିବେନି ମୁଁ କହିଲି ଯେମିତି ବିହାର ୟା ପରେ ହବ କେବେ ହେଲେ ହୁଁ ମତେ ଲାଗୁଛି ଇଏ ମାନେ ବହୁତ ସଂଗଠିତ କରିବ ଇଣ୍ଡିଆ ମେଣ୍ଟଟାକୁ କନସୋଲିଡେଟ କରିବ ଆହୁରି। ନାଇଁ ବାଧ୍ୟ ମାନେ ସେମାନେ ପ୍ରତ୍ୟେକ ଅନୁଭବ କରିସାରିଲେଣି ଏଇ ରାସ୍ତାରେ ଗଲେ ସେମାନେ ନିଜେ ଖତମ ହେବେ। ଦେଖନ୍ତୁ ହଁ ୟା ପରେ ଏଇଠି ବିଜେପି ଏଇଠି ରହିବନି ବିଜେପି ପୁରାପୁରି ଆମ୍ ଆଦମୀ ପାର୍ଟି କି ଭାଙ୍ଗିବା ପାଇଁ ଉଦ୍ୟମ କରିପାରେ। ହଁ ବର୍ତ୍ତମାନ କେଜରିୱାଲ ହାରି ଯାଇଛନ୍ତି ତାଙ୍କର ଗୋଟିଏ ରାଜ୍ୟରେ କିନ୍ତୁ ସରକାର ଅଛି ହୁଁ ପଞ୍ଜାବରେ ଆଉ 2 ବର୍ଷ ପରେ ଇଲେକ୍ସନ ହବ ହୁଁ ତେଣୁ ତାକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କର ଅବଶ୍ୟ ପଞ୍ଜାବରେ ବିଜେପିର କୌଣସି ଶକ୍ତି ବିଶେଷ ନାହିଁ ହୁଁ କିନ୍ତୁ ହେଲେ ମଧ୍ୟ ବି ଆମ୍ ଆଦମୀ ପାର୍ଟିଟାକୁ ଫର୍ଦର ଡ୍ୟାମେଜ ଯଦି କରିଦେବେ କାରଣ ଯଦି ଦେଖନ୍ତି ଆମ୍ ଆଦମୀ ପାର୍ଟିର ଅନେକ ଲୋକ ଅଛନ୍ତି ହୁଁ ଯଦି ଆମ୍ ଆଦମୀ ପାର୍ଟି ନ ରହିବ ସେମାନେ ବିଜେପି କି ପସନ୍ଦ କରିବେ କାହିଁକିନା ଏଇଟା ସଫ୍ଟ ହିନ୍ଦୁତ୍ୱର ପାର୍ଟି ଆମ୍ ଆଦମୀ ପାର୍ଟି ବେସିକାଲି ଆପଣ ଯଦି କହିବେ ତମେ ହଁ ଜୟ ଶ୍ରୀରାମ କହିଲେ ଆମେ ଜୟ ହନୁମାନ କହିବୁ ଇଏ ତ ହଁ ତେଣୁ ସେ ଦୃଷ୍ଟିରୁ ହେଇପାରେ ଆଙ୍କର ଏଇଟା ବିଲକୁଲ ଖତମ କରିଦେଇ ପାରନ୍ତି କାରଣ ଖତମ କରିଦେଲେ ତ ବିଲକୁଲ କାରଣ ବିଜେପି ଯାହାହେଲେ ମଧ୍ୟ ଦିଲ୍ଲୀରେ ସେମାନେ ମେଜର ଅପୋଜିସନ ଭାବରେ ରହିବେ 42% ଭୋଟ ପାଇଛନ୍ତି। ମୁଁ ହୁଁ ଦିଲ୍ଲୀରେ ଆଉ ଗୋଟେ କଥା ଏଥର ହେଲା ବଡ ଆଶ୍ଚର୍ଯ୍ୟ କଥା ଦେଖିବ ଆମେ ସେଦିନ ବି ଆଲୋଚନା କରୁଥିଲେ ହୁଁ ମିଡିଲ କ୍ଲାସ ଭୋଟ ଯୋଉଟା ଯୋଉମାନେ ଅରବିନ୍ଦ କେଜରିୱାଲ ବା ଆପର ପ୍ରକୃତ ସ୍ରଷ୍ଟା ଥିଲେ ମାନେ ହୁଁ ସମର୍ଥକ ଥିଲେ ସେମାନେ ହୁଁ ପୁରା ଡେଜର୍ଟ କରିଗଲେ ଏଇ ନିର୍ବାଚନରେ ଟୁ ବିଜେପି ହଁ ସେ ଯୋଉ ଏଇଟ୍ ପେ କମିଶନ କେବଳ ସବୁ ଆଉ କାରଣ ୟାଙ୍କ ଇନକମ ବିରୁଦ୍ଧରେ ଯୋଉ ଟ୍ୟାକ୍ସ। ଆଞ୍ଚ ଆସିଗଲା ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଗଲା ନଦ ହେଇଗଲା ଜେଲ ଚାଲିଗଲେ ଦ୍ୱିତୀୟ କଥା ହେଲା ହୁଁ ଯେ ବଜେଟରେ ଯୋଉ ବ୍ୟବସ୍ଥା ହେଲା ଯୋଉ କଥା ହେଲା ଏ ସବୁ ନେଇକି ସିଆଡକୁ ଚାଲିଗଲା ଦ୍ୱିତୀୟ କଥା ହୁଁ ଦିଲ୍ଲୀରେ ଯୋଉମାନେ ଗରିବ ଲୋକ ଆଶ୍ଚର୍ଯ୍ୟ କଥା ଯୋଉମାନେ ଦିଲ୍ଲୀରେ ଗରିବ ଲୋକ ୱାର୍କିଂ କ୍ଲାସ ପପୁଲେସନ ହୁଁ ଏ ଯୋଉ ଆସନ ସେମାନେ ପାଇଛନ୍ତି ଆପଣ ଦେଖୁଛନ୍ତି ଭୋଟ ହୁଁ ଏଇ ଶ୍ରେଣୀର ଭୋଟ ପାଇଛନ୍ତି ହୁଁ ଝୁଙ୍କି ଯାହାକୁ ବସ୍ତି ଅଞ୍ଚଳରେ ପାଇଛନ୍ତି ହୁଁ ଯାହା କହୁଛନ୍ତି ଆପଣ ଏଇ ଯୋଉ ହୁଁ ଗରିବ ଶ୍ରେଣୀର ଲୋକ ସେମାନେ ଆଙ୍କୁ ଦେଇଛନ୍ତି ଭୋଟ ହୁଁ କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ହୁଁ ଯୋଉଟା ଆର ମେନ୍ ଆଧାର ଥିଲା ସେଇଟା ପୁରା ଡେଜର୍ଟ କରିଗଲା ହଁ ଛାଡ଼ିଦେଲା ଛାଡ଼ି ହଁ ଦେଇକି ବିଜେପି ଚାଲିଗଲେ ଚାଲିବାକୁ ବିଜେପିର ଭୋଟଟା ଏତେ ବଢିଲା